ଏବେ ଏବେ ଦେଖନ୍ତୁ ସୁଭଦ୍ରା ଯୋଜନାକୁ ନେଇ ଆଉ ଗୋଟିଏ ନୂଆ ଅପଡେଟ୍ ଆସିଯାଇଛି। ଯେଉଁ ମହିଳାମାନେ ସୁଭଦ୍ରା ଯୋଜନା ଅଧୀନରେ ରେଗୁଲାରଲି ଟଙ୍କା ପାଉଛନ୍ତି ତା ସହିତ ଯେଉଁମାନେ ଏଇ ଯେଉଁ ତୃତୀୟ କିସ୍ତିର ଟଙ୍କାଟି ଦିଆଗଲା ଅର୍ଥାତ୍ ଏଇ ଯେଉଁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନା ଅଧୀନରେ 5,000 ଟଙ୍କା ଲେଖାଏଁ ଯେଉଁ ଦିଆଗଲା ସେହି କିସ୍ତିରେ ଯେଉଁମାନେ ଟଙ୍କା ପାଇଛନ୍ତି ଏହି ଅପଡେଟ୍ଟିକୁ ନିହାତି ଜାଣି ରଖନ୍ତୁ। ଯଦି ଆପଣମାନେ ଏହି ଅପଡେଟ୍ଟିକୁ ଜାଣିନଥିବେ ତାହେଲେ ଆପଣଙ୍କର ଯେଉଁ ନେକ୍ସଟ କିସ୍ତିର ଟଙ୍କା ଆସିବ ସେହି କିସ୍ତିରେ ଯାହାକି ବାଦ୍ ପଡ଼ିଯିବେ। ତେବେ ଏ ନେଇ କ'ଣ ଅପଡେଟ୍ ହୋଇଛି ଏବଂ ସରକାରଙ୍କ ତରଫରୁ ଯେଉଁମାନେ ଟଙ୍କା ପାଇଛନ୍ତି ସେମାନଙ୍କ ପାଇଁ କ'ଣ ଅପଡେଟ୍ ଦିଆଯାଇଛି ଆପଣମାନେ ଯାହାକି ଏହି ଭିଡ଼ିଓ ମାଧ୍ୟମରେ ଡିଟେଲ୍ ଜାଣିପାରିବେ। ସେଥିପାଇଁ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପ୍ରଥମ ଅପଡେଟ୍ଟି କ'ଣ ଅଛି ଦେଖନ୍ତୁ, ପ୍ରକୃତ ହିତାଧିକାରୀଙ୍କୁ ସରକାରଙ୍କ ତରଫରୁ ଚିହ୍ନଟ କରିବା ପାଇଁ ଯାଞ୍ଚ କରାଯିବ। କାହିଁକିନା ବହୁତ ସାରା ହିତାଧିକାରୀ ଭୁଲ ତଥ୍ୟ ଦେଇକି ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଉଛନ୍ତି। ସେଥିପାଇଁ ସେମାନଙ୍କୁ କେମିତି ଚିହ୍ନଟ କରାଯିବ ସେ ନେଇ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା ଯାହାକି ଆରମ୍ଭ କରାଯାଇଛି। ତେବେ ଦେଖନ୍ତୁ ସରକାରଙ୍କ ତରଫରୁ କିଛି ହିତାଧିକାରୀ 4 ଚକିଆ ଗାଡ଼ି ରଖିଛନ୍ତି ଅର୍ଥାତ୍ ତାଙ୍କ ପାଖରେ କାର୍ ରହିଛି ତଥାପି ସେମାନେ ଯାହାକି ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଉଛନ୍ତି। ସେହି ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ସରକାରଙ୍କ ତରଫରୁ ପରିବହନ ବିଭାଗକୁ ଯାହାକି ନିଷ୍ପତ୍ତି ଦିଆଯାଇଛି। ପରିବହନ ବିଭାଗ ଯାହାକି ସେହି ହିତାଧିକାରୀଙ୍କୁ ଚିହ୍ନଟ କରିବେ। ଯେଉଁମାନଙ୍କ ପାଖରେ ଗାଡ଼ି ରହିଛି, କେଉଁ ପ୍ରକାରର ଗାଡ଼ି ରହିଛି, କେଉଁ ପ୍ରକାରର ସେ କାର୍ ରଖିଛନ୍ତି, ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଅଛି କି ନାହିଁ ସେ ନେଇ ସରକାରଙ୍କ ତରଫରୁ ପରିବହନ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ସେମାନେ ଯାହାକି ସେମାନଙ୍କର ଡାଟାବେସ୍ ବାହାର କରିବେ ଅର୍ଥାତ୍ ତାଙ୍କର ସମସ୍ତ ତଥ୍ୟ ବାହାର କରିକି ସରକାରଙ୍କୁ ଦେବେ, ଯାହାକି ସରକାରଙ୍କ ତରଫରୁ ସେଇମାନଙ୍କୁ ଭେରିଫାଏ କରାଯିବ ଏବଂ ଯେଉଁମାନଙ୍କର 4 ଚକିଆ ଗାଡ଼ି ଥିବ ସେମାନଙ୍କୁ ଯାହାକି ପରବର୍ତ୍ତୀ କିସ୍ତିରେ ବାଦ୍ ଦିଆଯିବ। ସେହିପରି କୌଣସି ବ୍ୟକ୍ତି ଯଦି ଚଞ୍ଚକତା କରିକି ଦେଖନ୍ତୁ ବହୁତ ସାରା ମହିଳା ଯାହାକି ଚଞ୍ଚକତା କରିକି ମୃତ ବ୍ୟକ୍ତିଙ୍କ ନାଁରେ ମଧ୍ୟ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ନେବାର ସରକାରଙ୍କ ପାଖରେ ତଥ୍ୟ ରହିଛି। ତେବେ ସେହିପରି ହିତାଧିକାରୀଙ୍କୁ ସରକାରଙ୍କ ତରଫରୁ ଚିହ୍ନଟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଯେଉଁମାନଙ୍କର ଡେଥ୍ ହୋଇଯାଇଛି ଏବଂ ସେମାନେ ଯଦି ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଉଛନ୍ତି ସେହି ବ୍ୟକ୍ତିମାନଙ୍କର ତଥ୍ୟ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ସରକାରଙ୍କ ତରଫରୁ ଦାୟିତ୍ୱ ଦିଆଯାଇଛି, ଯାହାକି ସରକାରଙ୍କ ତରଫରୁ ସେହିପରି ମହିଳାମାନଙ୍କର ତଥ୍ୟଟିକୁ ସଂଗ୍ରହ କରିକି ସେଇମାନଙ୍କୁ ଯାହାକି ଆଗକୁ ସୁଭଦ୍ରା ଯୋଜନା ଅଧୀନରେ ବାଦ୍ ଦିଆଯିବ ଆଉ ସେମାନଙ୍କ ଘର ବ୍ୟକ୍ତି ଆଉ ସେମାନଙ୍କର ଟଙ୍କାଟି ପାଇପାରିବେ ନାହିଁ। ତା ସହିତ ଯେଉଁ ମହିଳାମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରୁଛନ୍ତି ଦେଖନ୍ତୁ ପୂର୍ବରୁ ଆପଣମାନେ କରିଥାନ୍ତୁ କି ଏବେ ମଧ୍ୟ କରିଥାନ୍ତୁ, ଆପଣ ଯଦି 5 ଏକରରୁ ଅଧିକ ଜମି ଦେଇ ଆପଣଙ୍କର ସୋସାଇଟି ମାଧ୍ୟମରେ ଯଦି ପଞ୍ଜୀକରଣ କରିଛନ୍ତି, ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଯଦି ପଞ୍ଜୀକରଣ କରିଛନ୍ତି ଆପଣଙ୍କର ଲିଷ୍ଟ ମଧ୍ୟ ସରକାରଙ୍କ ତରଫରୁ ମଗାଯାଇଛି, ଯାହାକି ଖାଦ୍ୟ ଯୋଗାଣ ବିଭାଗକୁ ମଧ୍ୟ ଏହି ନେଇ ଦାୟିତ୍ୱ ଦିଆଯାଇଛି। ଯେଉଁ ମହିଳାମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ 5 ଏକରରୁ ଅଧିକ ଜମି ଦେଇକି ରେଜିଷ୍ଟ୍ରେସନ୍ କରିଛନ୍ତି ସେଇମାନଙ୍କର ତଥ୍ୟ ମଗାଯାଇଛି ଏବଂ ସେଇମାନେ ଆଗକୁ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କାଟି ପାଇପାରିବେ ନାହିଁ। ଏହି କ୍ୟାଟେଗୋରୀ ଭିତରେ ଯେଉଁମାନେ ଯାଉଥିବେ ସେମାନେ ଯାହାକି ପରବର୍ତ୍ତୀ କିସ୍ତିରେ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କାଟି ପାଇପାରିବେ ନାହିଁ।